जय जगन्नाथ। ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ଭିଡ଼ିଓଟିକୁ ଲାଇକ୍ ସେୟାର ସବସ୍କ୍ରାଇବ୍ କରିନେବେ। ତ ଦେଖନ୍ତୁ ନା, ଓଡ଼ିଶା ସରକାର ତରଫରୁ ନା ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ ନା NPSକୁ ନେଇକି ଗୋଟେ ବଡ଼ ଅପଡ଼େଟ୍ ଆସିଯାଇଛି। ତ ଦେଖନ୍ତୁ ନା, ଗତ 15 ଡିସେମ୍ବରରେ ନା NPSକୁ ନେଇକି ଗୋଟେ ଅଫିସ୍ ମେମୋରେଣ୍ଡମ୍ ଥିଲା ଫାଇନାନ୍ସ ଡିପାର୍ଟମେଣ୍ଟ ତରଫରୁ। ତ ସେଥିରେ କ'ଣ ଉଲ୍ଲେଖ ଅଛି ଦେଖନ୍ତୁ ଦେଖନ୍ତୁ ସବଜେକ୍ଟରେ ଅଛି ଦେଖନ୍ତୁ ନା, NPS ବା ନ୍ୟାସନାଲ୍ ପେନ୍ସନ୍ ସ୍କିମ୍ ଆଧାରରେ ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଚାକିରି ସମୟରେ ମୃତ୍ୟୁ ପରେ ପରିବାର ପେନ୍ସନ୍ର ଲାଭ ପାଇବା ପାଇଁ ବିକଳ୍ପର ପ୍ରୟୋଗ ରହିଛି ବା ବିକଳ୍ପ ବ୍ୟବସ୍ଥାର ମାଧ୍ୟମ ରହିଛି। ଠିକ୍ ଅଛି, ତାହେଲେ ପଏଣ୍ଟ 1ରେ ଦେଖନ୍ତୁ ନା, ରାଜ୍ୟ ସରକାର ଅର୍ଥ ବିଭାଗର ନା ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ ଅଧୀନରେ ଥିବା ରାଜ୍ୟ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଚାକିରି ସମୟରେ ମୃତ୍ୟୁ ପରେ ପରିବାର ପେନ୍ସନ୍ର ଲାଭ ପାଇବା ପାଇଁ ବିକଳ୍ପ ବ୍ୟବହାର ପଦ୍ଧତି ପ୍ରକ୍ରିୟାଗତ ନିର୍ଦ୍ଦେଶାବଳୀ 19/5/2022 ଅନୁଯାୟୀ FDOM ନମ୍ବର 12587/F ଧାର୍ଯ୍ୟ କରିଛନ୍ତି। ତାପରେ ପଏଣ୍ଟ 2ରେ ଅଛି ଦେଖନ୍ତୁ ନା, ଉପରୋକ୍ତ ଏମର ଅନୁଚ୍ଛେଦ 2A1B ଅନୁଯାୟୀ ନା NPS ଅଧୀନରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କୁ ପ୍ରାରମ୍ଭରେ ଫର୍ମ 1ରେ ସେମାନଙ୍କର ବିକଳ୍ପ ପ୍ରୟୋଗ କରିବା ପାଇଁ 19/5/2022 ଠାରୁ ଅର୍ଥାତ୍ ଏମ ଜାରି ହେବା ତାରିଖରୁ 1 ବର୍ଷ ସମୟ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ FDM ନମ୍ବର 21877F ତାରିଖ 3/8/2023 ନା FD ସୂଚୀପତ୍ର ନମ୍ବର ନା 23885 ସହିତ ପଢ଼ାଯାଇଥିବା ତାରିଖ ନା 23/8/2023 ଅନୁଯାୟୀ ସମୟ ସୀମା 19/5/2024 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ପଏଣ୍ଟ 3ରେ ଦେଖନ୍ତୁ, ତଥାପି ବିଭିନ୍ନ ରାଜ୍ୟ ସରକାରୀ କାର୍ଯ୍ୟାଳୟରୁ ନା ପ୍ରତିନିଧିତ୍ୱ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ NPS ଅଧୀନରେ ଆବୃତ ଅନେକ ସରକାରୀ କର୍ମଚାରୀ ସଂଶୋଧିତ ସମୟସୀମା ମଧ୍ୟରେ ଅର୍ଥାତ୍ 19/5/2024 ସୁଦ୍ଧା ଫର୍ମ 1ରେ ସେମାନଙ୍କର ବିକଳ୍ପ ବ୍ୟବହାର କରିପାରିବେ ନାହିଁ। ପଏଣ୍ଟ 4ରେ ଦେଖନ୍ତୁ, ତେଣୁ ସତର୍କତାର ସହିତ ବିଚାର କରିବା ପରେ ସରକାର ନା ଜାତୀୟ ପେନ୍ସନ୍ ବ୍ୟବସ୍ଥା ଅଧୀନରେ ଆବୃତ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଯେଉଁମାନେ ନା 19/5/2022 ତାରିଖର FDOM ନମ୍ବର 12587 ଜାରି କରିବା ସମୟରେ ପୂର୍ବରୁ ଚାକିରିରେ ଥିଲେ ସେମାନଙ୍କୁ ନା 31/1/2024 ସୁଦ୍ଧା ସେମାନଙ୍କର ବିକଳ୍ପ ବ୍ୟବସ୍ଥା କରିବାର ଅନୁମତିକୁ ଦେବାକୁ ସରକାର ସ୍ଥିର କରିଛନ୍ତି। ଠିକ୍ ଅଛି, ଏଇଟା ଥିଲା ନା ମେମୋରେଣ୍ଡମ୍ ନା ଗତ 15 ତାରିଖର। ତ ଦେଖନ୍ତୁ ଆଉ ଗୋଟେ ଅଛି NPS ସମ୍ବନ୍ଧରେ। ତା ସହିତ ଦେଖନ୍ତୁ NPS ଉଠାଣ ସମ୍ବନ୍ଧରେ ଗୋଟେ ନା ନିୟମାବଳୀ ବାହାରିଛି, ଯାହାକି NPS ଉଠାଣ ନିୟମରେ କିଛିଟା ସରକାର ସଂଶୋଧନ କରିଛନ୍ତି ବା ନିୟମ ବଦଳେଇଛନ୍ତି। ତ ଦେଖନ୍ତୁ, ପେନ୍ସନ୍ ଫଣ୍ଡ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ର ଉଠାଣ ଏବଂ ସ୍କିମ୍ ଛାଡ଼ିବା ନିୟମରେ ପରିବର୍ତ୍ତନ କରିଛନ୍ତି। NPS ଖାତାରେ 8ରୁ 12 ଲକ୍ଷ ରାଶି ଥିଲେ ତେବେ 6 ଲକ୍ଷ ଟଙ୍କା ଉଠାଇ ହେବ। 12 ଲକ୍ଷରୁ ଉର୍ଦ୍ଧ୍ୱ ଥିଲେ NPS ରାଶି ମଧ୍ୟରୁ ଲୋକମାନେ 80% ଅର୍ଥ ଉଠାଇ ପାରିବେ। ଏହି ସୀମା ପୂର୍ବରୁ 5 ଲକ୍ଷ ଟଙ୍କା ଥିଲା। ସେହିଭଳି ବେସରକାରୀ କର୍ମଚାରୀମାନେ 80% ଯାଏଁ ଲମ୍ପସମ୍ ଅର୍ଥ ଉଠାଇ ପାରିବେ। ପୂର୍ବରୁ କି ଯାହା ଥିଲା, ଆମେ ନା ନିଜର 60% ଲମ୍ପସମ୍ ଆମାଉଣ୍ଟ ଆମେ ୱିଡ୍ର କରିପାରିବା, ଆଉ 40% କ'ଣ ଥିଲା ନା ଆମକୁ ନା ପେନ୍ସନ୍ ଆକାରରେ ମିଳିବାର ଯୋଜନା ଥିଲା, କିନ୍ତୁ ଏବେ ତାର ଆମେ 80% ୱିଡ୍ର କରିପାରିବା। ପୂର୍ବରୁ ଦେଖନ୍ତୁ, ସମ୍ପୂର୍ଣ୍ଣ NPSରୁ ବାହାରିବା ଲାଗି ବୟସ 75 ବର୍ଷ ଥିଲା, ଏବେ ଏହାକୁ
85 ବର୍ଷକୁ ବୃଦ୍ଧି କରାଯାଇଛି। କର୍ମଚାରୀମାନେ ଅବସର ପରେ ମଧ୍ୟ ସେମାନଙ୍କର NPS ଆକାଉଣ୍ଟ ସକ୍ରିୟ ରଖିପାରିବେ। ତ ଏଇଟା ଥିଲା NPSକୁ ନେଇକି ଦୁଇଟି ବଡ଼ ଘୋଷଣା ସରକାରଙ୍କ ଦ୍ୱାରା। ଠିକ୍ ଅଛି,